ଗୁଲୁ ମୋ ପାଖରୁ ଦୂରେଇ ଯିବାର ଗୋଟେ ବର୍ଷ ହେଇଗଲାଣି। କେଉଁଠି ଅଛି କେମିତି ଅଛି ଜାଣିବାକୁ ଇଚ୍ଛା ଥିଲେ ବି କିଛି କାରଣ ପାଇଁ ଚେଷ୍ଟା କରିବାକୁ ପଛେଇ ଯାଉଛି। ଦର୍ଶକ ବନ୍ଧୁ, ଷ୍ଟୋରି ୱିଥ୍ ପ୍ରତାପରେ ଆପଣ ଅନେକ କାହାଣୀ ଶୁଣିଛନ୍ତି, ଅନେକ ଭଲ ପାଇବା ଦେଇଛନ୍ତି, କିନ୍ତୁ ଏ କାହାଣୀ କେଉଁ ପ୍ରେମ କାହାଣୀ ନୁହେଁ, ହେଲେ ଅନେକ ଭଲ ପାଇବା ଅଛି। ନା ଏ କାହାଣୀରେ ପ୍ରତାରଣା ଅଛି, କିନ୍ତୁ ସମ୍ପର୍କ ଅନେକ ଦୂରକୁ ଚାଲିଯାଇଛି। ହଠାତ୍ ମୋ ଫୋନ୍କୁ ଗୋଟେ କଲ୍ ଆସିଲା। ମୁଁ କଲ୍ ଉଠେଇ କହିଲି ହ୍ୟାଲୋ। ସେପଟୁ ଉତ୍ତର ଆସିଲା, ପ୍ରତାପ ଭାଇ ନମସ୍କାର, ମୁଁ ବଣ୍ଟି କହୁଛି। ମୁଁ କହିଲି ହଁ କୁହ ଭାଇ। ଭାଇ ମୋର ଗୋଟେ ଷ୍ଟୋରି କରିବ? ମୋ ଜୀବନରେ ଘଟିଥିବା ଏକ ଅକୁହା କାହାଣୀ, ଯାହାକୁ ମୁଁ ଆଜି ଯାଏ ଛାତି ଭିତରେ ରଖି ଯନ୍ତ୍ରଣା ପାଉଛି, କିନ୍ତୁ କାହାକୁ ବି କହିପାରୁନି। କିନ୍ତୁ ମୋର କି ମୋଠୁ ଦୂରେଇ ଯାଇଥିବା ଗୁଲୁର ଫଟୋ ଦେଇପାରିବିନି। ମୁଁ କହିଲି ତାହେଲେ ଷ୍ଟୋରି କେମିତି ହେବ? ସେ କହିଲେ ଟିକେ ଷ୍ଟୋରିଟା ଶୁଣନ୍ତୁ, ତାପରେ ଯଦି ତୁମକୁ ଭଲ ନ ଲାଗିବ ତେବେ କରିବନି। ସେପଟୁ ସେ ଆରମ୍ଭ କରିଥିଲା, ଗୁଲୁ ମୋ ପାଖରୁ ଯିବାର ବର୍ଷେ ବିତିଗଲାଣି। ଏମିତି ନୁହେଁ କି ସେ ସବୁବେଳେ ମୋ ପାଖରେ ରହିଥାନ୍ତା, କିନ୍ତୁ ସେ ଯେଉଁ ସମୟରେ ଗଲା ସେ ସମୟ ହୁଏତ ଠିକ୍ ନଥିଲା। ଗୁଲୁ ଯିବାର ବର୍ଷେ ହେଇଗଲାଣି। ଏମିତି ନୁହେଁ କି ମୁଁ ତାକୁ ସବୁଦିନ ଅଟକେଇ ପାରିଥାନ୍ତି, କିନ୍ତୁ ଯେମିତି ମୋ ପାଖରୁ ଦୂରେଇ ଦିଆଗଲା, ହୁଏତ ସେ ତରିକା ଭୁଲ ଥିଲା। ମୋତେ ଏଇ ଦୁଇ ପଦ କଥା ଆଗକୁ ପୁରା କାହାଣୀ ଶୁଣିବାକୁ ମଜବୁର କରିଦେଲା, ଆଉ ମୋ କାହାଣୀରେ ଜାଗା ଦେବାକୁ ବାଧ୍ୟ କଲା। କ'ଣ ଥିଲା ସେ କାହାଣୀ? କିଏ ସେ ବଣ୍ଟି? ଗୁଲୁ ସହିତ ତା ସମ୍ପର୍କ କ'ଣ ଥିଲା? କିଏ ଦୂରେଇ ଦେଲା ବଣ୍ଟି ପାଖରୁ ତା ଗୁଲୁକୁ? ଆସନ୍ତୁ ଜାଣିବା ପୁରା କାହାଣୀ। ହ୍ୟାଲୋ, ହାଏ, ନମସ୍କାର। ଷ୍ଟୋରି ୱିଥ୍ ପ୍ରତାପର ଆଉ ଏକ ନୂଆ କାହାଣୀକୁ ଆପଣଙ୍କୁ ସ୍ୱାଗତ। ଦର୍ଶକ ବନ୍ଧୁ, ଏ କାହାଣୀ କେଉଁ ପ୍ରେମ କାହାଣୀ କି ପ୍ରତାରଣାର କାହାଣୀ ନୁହେଁ। ଇଏ ଏମିତି ଏକ ପବିତ୍ର ସମ୍ପର୍କର କାହାଣୀ, ଯାହାକୁ ବଣ୍ଟି କହିଲା ବେଳେ ଫୋନ୍ରେ କାନ୍ଦି ପକାଇଥିଲା। କେମିତି ଗୋଟେ ପବିତ୍ର ସମ୍ପର୍କକୁ ଦୂରେଇ ଦେବାକୁ କିଛି ମଣିଷ ଶେଷ ସୀମାରେ ପହଞ୍ଚି ଯାଇଥିଲେ, ଆଉ ବଣ୍ଟିର ସବୁ କ୍ଷତି କରି ତାଠୁ ଦୂରେଇ ଦେଇଥିଲେ। ଗୁଲୁ ବଣ୍ଟିର ଜଣେ ସମ୍ପର୍କୀୟ ଭଉଣୀ ଥିଲା। ବଣ୍ଟି ଅଫିସରେ କାମ କରୁଥିଲା ଗୁଲୁର ପରିବାର ସହିତ ବଣ୍ଟିର ବହୁତ ଘନିଷ୍ଠ ସମ୍ପର୍କ ଥିଲା। ଆଉ ଗୁଲୁର ପରିବାର ଲୋକେ ବଣ୍ଟି ଆଉ ତାଙ୍କ ପରିବାର ଉପରେ ବହୁତ ଭରସା କରୁଥିଲେ। ଗୁଲୁର ଗ୍ରାଜୁଏସନ୍ କମ୍ପ୍ଲିଟ୍ ପରେ ଅନ୍ୟ କିଛି ପଢ଼ିବାକୁ ପ୍ରସ୍ତୁତ ହେଉଥିଲା। ଘରେ ବସିବା ଅପେକ୍ଷା ଗୁଲୁକୁ ତା ବାପା ଆଉ ମା ଭୁବନେଶ୍ୱରରେ ଥିବା ବଣ୍ଟି ଅଫିସରେ ଛାଡ଼ିଦେଲେ। ଏମିତି ନୁହେଁ କି ଚାକିରି କରି ଘରକୁ ପଇସା ଦେବ, ଅଫିସରେ ରହିଲେ କିଛି କାମ ଶିଖିବ ଆଉ ସ୍ମାର୍ଟ ବି ହେବ। ଯେହେତୁ ଗୁଲୁ ନିଜର ସମ୍ପର୍କୀୟ ଭିତରେ ଥିଲା ଆଉ ବଣ୍ଟିର ଭଉଣୀ ଥିଲା, ବଣ୍ଟି ଧୀରେ ଧୀରେ ଅଫିସର ସବୁ ଦାୟିତ୍ୱ ଗୁଲୁକୁ ଦେଇଦେଲା। ଆଉ ଗୁଲୁ ବି ଏତେ ସ୍ମାର୍ଟ ଥିଲା ଯେ ସବୁ କାମକୁ ଖୁବ୍ ଶୀଘ୍ର ଜାଣିଗଲା। କିନ୍ତୁ ବଣ୍ଟିକୁ ସେ ବହୁତ ଡରୁଥିଲା। ଧୀରେ ଧୀରେ ବଣ୍ଟି ଗୁଲୁ ସହିତ ମିଶିବାକୁ ଲାଗିଲା। ଗୁଲୁ ବି ଭାଇ ସହିତ ଧୀରେ ଧୀରେ ଫ୍ରି ହେଇଗଲା, ଠିକ୍ ନିଜ ଭାଇ ଭଉଣୀ ପରି। ଯେହେତୁ ଗୁଲୁ ସବୁ କଥା ବୁଝୁଥିଲା, କାମ ପାଇଁ ବଣ୍ଟିକୁ ଗୁଲୁ ସହିତ ବେଶୀ ସମୟ ଅଫିସରେ ବିତେଇବାକୁ ପଡ଼ୁଥିଲା। ଏମିତିରେ 2 ବର୍ଷ ବିତି ଯାଇଥିଲା। କିଛି ଦିନ ପରେ ବଣ୍ଟିର ଘରେ କିଛି ଫଙ୍କସନ୍ ଥିଲା, ଆଉ ବଣ୍ଟି ତାର କିଛି ସମ୍ପର୍କୀୟକୁ ଡାକିଥିଲା। ସେଥିରେ ବଣ୍ଟିର ସ୍ତ୍ରୀଙ୍କର ସମ୍ପର୍କୀୟ ବି ଥିଲେ। ଗୁଲୁ ଯେହେତୁ ସମ୍ପର୍କୀୟ ଭଉଣୀ ଥିଲା, ସେ ବଣ୍ଟି ଘରେ ପରିବାର ଗୋଟେ ସଦସ୍ୟ ଭଳି ଥିଲା। ଏମିତିକି ଗୁଲୁ ବଣ୍ଟିର ସ୍ତ୍ରୀ ସହିତ ବି କ୍ଲୋଜ୍ ଥିଲା। ବଣ୍ଟିର ସ୍ତ୍ରୀ ବି ଗୁଲୁକୁ ବହୁତ ଭଲ ପାଉଥିଲା। କିନ୍ତୁ ସେଇ ଫଙ୍କସନ୍ ପାଇଁ ସବୁକିଛି ଏପଟ ସେପଟ ହୋଇଯିବ ବଣ୍ଟି କେବେ ସ୍ୱପ୍ନରେ ବି ଭାବିନଥିଲା। ଆସିଥିବା ସମ୍ପର୍କୀୟମାନେ ବଣ୍ଟି ଆଉ ଗୁଲୁକୁ ଦେଖି ଈର୍ଷାରେ ଜଳି ଯାଇଥିଲେ, ଆଉ ବଣ୍ଟି ସ୍ତ୍ରୀ ମୁଣ୍ଡରେ ସନ୍ଦେହର ମଞ୍ଜି ବୁଣି ଦେଇ ଯାଇଥିଲେ। ସେଇ ଦିନଠୁ ବଣ୍ଟିକୁ ତା ସ୍ତ୍ରୀ ଗୁଲୁକୁ ନେଇ ସନ୍ଦେହ କରିବାକୁ ଲାଗିଲା। ଏପଟେ ଆସିଥିବା କିଛି ସମ୍ପର୍କୀୟ ଗୁଲୁ ଘରକୁ ଯାଇ ଗୁଲୁକୁ ଘରକୁ ଡାକିବାକୁ ବାଧ୍ୟ କରିଥିଲେ, ଆଉ ସେ ଘରକୁ ଆସିଲେ କିଛି ନା କିଛି ବାହାନା କରି ନ ଛାଡ଼ିବାକୁ କହିଥିଲେ। ସେଇଆ ହିଁ ହେଲା। କିଛି ଦିନ ପରେ ଗୁଲୁ ଘରକୁ ଗଲା, ଆଉ ଫେରିଲାନି। ଏପଟେ ବଣ୍ଟି ଅଫିସରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲା, କିନ୍ତୁ ଗୁଲୁ ଯେତିକି ପାରୁଥିଲା ଘରୁ ଥାଇ ସହଯୋଗ ବି କରୁଥିଲା। ହେଲେ ଘରେ ନ ଛାଡ଼ିବାର କାରଣ ତାକୁ ଜଣା ନଥିଲା। ଗୋଟେ କାରଣ, ତାଙ୍କ ଘରେ କହୁଥିଲେ ସେ ପଢ଼ିବ। ଏପଟେ ବଣ୍ଟି ସମସ୍ତଙ୍କୁ ବୁଝେଇବାକୁ ଚେଷ୍ଟା କଲା କେମିତି ଅସୁବିଧା ହେବ, କାହିଁକି ନା ସେ ଅଫିସର ସବୁ କଥା ବୁଝୁଥିଲା। ଏମିତି ଅଚାନକ ଛାଡ଼ିଗଲେ କେମିତି ହେବ? କିନ୍ତୁ କେହି ବୁଝିବାକୁ ପ୍ରସ୍ତୁତ ନଥିଲେ। ଶେଷରେ ବଣ୍ଟି ଜିଦ୍ ଧରିଥିଲା ତାର କ୍ଷତି ହେଉଛି ବୋଲି, ଆଉ ସ୍ତ୍ରୀକୁ ସବୁ ବୁଝେଇଥିଲା। କିନ୍ତୁ ଫଳ ଓଲଟା ହେଲା। ସମସ୍ତେ ମିଶି ବୁଣିଥିବା ବିଷ ମଞ୍ଜି ବଣ୍ଟିର ସ୍ତ୍ରୀକୁ ଘାରି ସାରିଥିଲା। ଆଉ ସବୁ ସମ୍ପର୍କ ଗୁଲୁର ପରିବାର ସହିତ ଛିଡ଼ାଇବା ପାଇଁ ସବୁ ଯୋଜନା ତାଙ୍କ ସମ୍ପର୍କୀୟମାନଙ୍କ ସହିତ ମିଶି କରିଥିଲା। ଶେଷରେ ସବୁ ପ୍ରକାର ବଦନାମ ଦିଆଗଲା। ଗୁଲୁ ଏସବୁକୁ ସହିପାରିଲାନି, ବଣ୍ଟିକୁ ସବୁଥିରୁ ବ୍ଲକ୍ କରିଦେଲା। ଖାଲି ସେ ନୁହେଁ, ପୁରା ପରିବାର ବଣ୍ଟି ସହିତ ସବୁ ସମ୍ପର୍କ ଛିଡ଼େଇ ଦେଲେ। ଆଉ ବଣ୍ଟି ଲାଚାର ହେଇ ଗୁଲୁ କରିଥିବା କାମ ସବୁ
ନିଜେ କରିବା ସହିତ କିଛି କାମ ଅନ୍ୟ ଷ୍ଟାଫ୍ମାନଙ୍କୁ ବି କରିବାକୁ ଦେଲା। କିନ୍ତୁ ସେ କାମ ସବୁ ଭୁଲ ଭାଲ ହେଲା। ଧୀରେ ଧୀରେ ବଣ୍ଟିର ଲସ୍ ହେବାକୁ ଲାଗିଲା। ଆଉ ବଣ୍ଟି ଟେନସନ୍ରେ ଆସିଗଲା। ବଣ୍ଟି ଜାଣିନି ଏତେ ଭଲ ପାଉଥିବା ତା ଭଉଣୀ ଗୁଲୁ ସହିତ ଆଉ କେବେ ଦେଖା ହେବାକୁ ନାହିଁ। ସେ କେବେ ଆଉ ବଣ୍ଟିକୁ କଲ୍ କରିବ କି ନାହିଁ। ଏତେ ସବୁ ଘଟଣା ପରେ ନିଜ ଭାଇଠୁ ଅଧିକ ଭଲ ପାଉଥିବା ଗୁଲୁ ଯେମିତି ବଣ୍ଟି ପାଖରୁ ସବୁଦିନ ପାଇଁ ସମ୍ପର୍କ କାଟିଦେଇ କୁଆଡ଼େ ଚାଲିଗଲା। ଏମିତି ନୁହେଁ କି ବଣ୍ଟିର ଗୁଲୁ ମନେ ପଡ଼େ ନାହିଁ। ସବୁବେଳେ ସବୁ ମୁହୂର୍ତ୍ତରେ ଗୁଲୁ ମନେ ପଡ଼େ। ଯେତେବେଳେ ଅଫିସରେ ସମସ୍ୟାକୁ ନେଇ ଅସହାୟ ହୋଇପଡ଼େ ସେତେବେଳେ ବେଶୀ ବେଶୀ ମନେ ପଡ଼େ। ଆଉ ମନେ ମନେ କୁହେ, କାଶ ଆଜି ଯଦି ଗୁଲୁଟା ଥାନ୍ତା ମୋର ଆଜି ଏମିତି ଅବସ୍ଥା ହେଇନଥାନ୍ତା। ଏମିତି ନୁହେଁ କି ସେ ସବୁବେଳେ ବଣ୍ଟି ପାଖରେ ବଣ୍ଟି ଅଫିସରେ କାମ କରିଥାନ୍ତା। କିନ୍ତୁ ଯେଉଁ ସମୟରେ ସେ ଛାଡ଼ିକି ଗଲା ସେ ସମୟ ହୁଏତ ଠିକ୍ ନଥିଲା। ଏମିତି ନୁହେଁ କି ବଣ୍ଟି ତାକୁ ସବୁଦିନ ପାଇଁ ବାନ୍ଧି ରଖିପାରିଥାନ୍ତା। କିନ୍ତୁ ଗୁଲୁ ଉପରେ ଭଉଣୀ ହିସାବରେ ଯେତିକି ଅଧିକାର ଥିଲା, କିନ୍ତୁ ଯେମିତି ବଦନାମ କରି ଦୂରେଇ ଦିଆଗଲା, ହୁଏତ ସେ ତରିକା ଠିକ୍ ନଥିଲା। ଆଜି ବଣ୍ଟି ବହୁତ କଷ୍ଟରେ ଅଛି। ଅଫିସ ଆଉ ଭଲ ଚାଲୁନି। କାହିଁକିନା ସେତେବେଳେ ଗୁଲୁ ଅଚାନକ ଛାଡ଼ିଗଲା ପରେ ଯେଉଁ ସମସ୍ୟା ହୋଇଥିଲା, ଆଜି ପର୍ଯ୍ୟନ୍ତ ସେସବୁ ସମସ୍ୟାର ସମାଧାନ ହେବା ବଦଳରେ ବଢ଼ି ବଢ଼ି ଚାଲିଲା। ଦର୍ଶକ ବନ୍ଧୁ, ଏମିତି କିଛି ସମ୍ପର୍କ ଜୀବନରେ ଯୋଡ଼ି ହୋଇଯାଏ, ନିଜର ନହେଲେ ବି ନିଜଠୁ ଅଧିକ ହୋଇଥାଏ, ଯାହାକୁ କିଛି ଲୋକ ସହିପାରନ୍ତିନି। ଏମିତି ନୁହେଁ କି ଗୁଲୁ ବି ତା ଭାଇକୁ ମନେ ପକାଉନଥିବ, କିନ୍ତୁ ସେ ନିଜ ଭାଇକୁ ବଦନାମରୁ ରକ୍ଷା କରିବାକୁ ଦୂରେଇ ଦେଇଥିବ। ବେଳେବେଳେ ସମସ୍ତଙ୍କୁ ଖୁସି କରିବାକୁ ଯାଇ ନିଜକୁ କଷ୍ଟରେ ରଖିବାକୁ ପଡ଼େ। ଠିକ୍ ଯେମିତି ବଣ୍ଟି ଆଉ ଗୁଲୁର କାହାଣୀ ପରି। ମନେ ପଡ଼ୁଥିବା ଲୋକଟାକୁ ଭୁଲିଯିବାର ଅଭିନୟ ବି କରିବାକୁ ପଡ଼େ, ଠିକ୍ ବଣ୍ଟି ଭଳି। କିନ୍ତୁ ମୋତେ ଲାଗୁଛି ବଣ୍ଟି ତା ଭଉଣୀ ଗୁଲୁକୁ ଯେତିକି ମିସ୍ କରୁଛି, ଗୁଲୁ ବି ବଣ୍ଟିକି ସେତିକି ନିଶ୍ଚିତ ମିସ୍ କରୁଥିବ। କିଛି ପ୍ରତିବନ୍ଧକ ଏ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ଦୂରେଇ ରଖିଛି ସତ, କିନ୍ତୁ ହୃଦୟ ଭିତରୁ କ'ଣ ଦୂରେଇ ପାରିବେ? ଆପଣମାନେ କ'ଣ ଭାବୁଛନ୍ତି? କ'ଣ ଏ ଭାଇ ଭଉଣୀ ପୁଣି ଥରେ ଏକାଠି ହେବେ, ନା ସବୁଦିନ ପାଇଁ ସମ୍ପର୍କର ଡୋରକୁ ଛିଡ଼େଇ ଦୂରକୁ ଚାଲିଯିବେ? ଆରେ ହଁ, ଅସଲ କଥା ତ ଭୁଲି ଯାଇଛି। ଆଜି ବଣ୍ଟିର ଭଉଣୀ ମାନେ ଗୁଲୁର ଜନ୍ମଦିନ। ଏହି ଷ୍ଟୋରି ମାଧ୍ୟମରେ ତାକୁ ୱିଶ୍ କରିବାକୁ କହିଥିଲା। ଗୁଲୁର ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। ଯଦି ଏ ଷ୍ଟୋରି ଗୁଲୁ ପାଖରେ ପହଞ୍ଚିଯାଏ, ତେବେ ବଣ୍ଟିର ଶୁଭେଚ୍ଛା ଗ୍ରହଣ କରିବ ନିଶ୍ଚିତ। ଆପଣଙ୍କ ମତାମତ କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆଜି ପାଇଁ ରହୁଛୁ। ଆମେ ପୁଣି ଆସିବୁ ଆଉ ଏକ ନୂଆ କାହାଣୀ ସହିତ ଷ୍ଟୋରି ୱିଥ୍ ପ୍ରତାପରେ। ସେତେବେଳେ ଯାଏ ନମସ୍ତେ, ଜୟ ଜଗନ୍ନାଥ।